ଏଇ ପାଇଛୁ ମୁଁ ଟିକେ ଯାଇଛି ମଠରୁ କ'ଣ ଏଠୁ ଦହି ମାଛରୁ ଆସେଇଁ ଆଉ କୋଉଠି ଯାଉଛ କଣ ଝାଡ଼ିବାକୁ ଝାଡ଼ିବାକୁ ଯାଉଛି ଟିକେ ଆସେଇଁ ଆଉ ତୁ ଟିକେ ଜଗିଥିବୁ ଆଉ। ହଉ ମୁଁ ମଠ ଜଗିଛି ତମେ ଟିକେ ଜଗିଥା ମୁଁ ଟିକେ ଆସି ପହଞ୍ଚୁଛି ଆଉ। ହଉ ହଉ ମୋ ଦାୟିତ୍ୱରେ ଦେଲ ମାନେ କିଛି ହଉନି ତମେ ଯାଅ ମୁଁ ଏଠି ବଇଛି। ହଉ 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 ହଉ। ବାବା ଏ ଗ୍ରିଲ ଦେ ବାବା କେହି ଦେଖା ନାହାନ୍ତି ଗ୍ରିଲ ଭିତରେ ଦିଆହେଇଛି। କଣ ପିଜୁଳି ଫିଜୁଳି କଣ ଗଛରେ ହେଇଯିବେ ଏଡ଼େ ଏଡ଼େ ପିଜୁଳି ଗୁଡ଼ା ହେଇଯିବେ। ବାବା ଗଲା କୁଆଡ଼େ? ବାବା ବାବା ତ ନାହାନ୍ତି ଆଉ ନାହାନ୍ତି ବୋଧେ ଆଉ। ହଉ ବାବା ବାବା ଗଲେ କୁଆଡ଼େ? କିରେ ବାବା କୁଆଡ଼େ ଗଲେ? ବା କଣ ହେଇଛି ଭାଇ? କାହିଁ ଏଡ଼େ ବଡ଼ ପାଟି କରୁଛ? ଭାଇ ବାବା ନାହାନ୍ତି କି? ନାଇଁ ବାବା ଯାଇଛନ୍ତି ଗାଁ ଭିତରେ ଜଣଙ୍କ ଛୋଟ ପୁଅର ଦେହ ଖରାପ ଯାଇଛନ୍ତି ଝାଡ଼ିବା ପାଇଁ। କେତେବେଳେ ଗଲେ? ଗଲେ ବହୁତ ସମୟ ଗଲେ ଆସିବେ ଆଉ। କଣ ହେଲା କହୁନ? ନାଇଁ ସେ କଥା କ'ଣ କି ସେ ମୋ ପୁଅଟାକୁ ଟିକେ ଝାଡ଼ିଥାନ୍ତେ। ହଁ ତାହେଲେ ଆସିନାହାନ୍ତି ନା? ନାହାନ୍ତି। କେତେବେଳେ ଆସିବେ? ଆସିବେ ସେ କହିଗଲେ ତ ହେଇ ଯାଉଛି ଆଉଛି ଏଡ଼େ ବଡ଼ ମଠ ବାଡ଼ି ଆଉ କାହାକୁ ଜଗେଇକି ଯିବେ ନା ଆଉ ମତେ ସେଥିପାଇଁ ଜଗେଇକି ଯାଇଛନ୍ତି। ସେ ଗଲେ କେତେବେଳୁ ପଳେଇ ଆସିବେ ଆଉ। ତମେ ଅପେକ୍ଷା କରୁନ ଅପେକ୍ଷା କର ନହେଲେ ବାବାଙ୍କ ନମ୍ବର ତମ୍ବର ନାହିଁ। ଅପେକ୍ଷା କଲେ ସାର୍ ସବୁ ଭୁଲ ଭାଲ ହେଇଯିବ। ଆଚ୍ଛା ମୁଁ ଯାଉଛି ନହେଲେ। ତମେ ଯାଅ ନହେଲେ ଆଉ ଟିକେ ଛାଡ଼ି ଆସିବ ବାବା ପଳେଇ ନହେଲେ। ହଁ ଯାଅ। ହଉ ହଉ ବ୍ୟସ୍ତ ହଉ ତୋ ଛୁଆଟା ଆସିବି ପଛେ ଆଉ। ହଉ ହଉ। ଏତେ ସମୟ ହେଲା ବାବା ଆଇଲେନି। ଏତେ ବଡ଼ ମଠ ବାଡ଼ି ମୋ ଦାୟିତ୍ୱରେ ଦେଇଦେଇ ଗଲେ ସେଟା କ'ଣ ନାହିଁ କ'ଣ ହବ। ଯାଉଛି ଗ୍ରିଲ୍ ଫିଲ୍ ଦେଇଦେବି। ବାବା ଆଇଲେ ଯାଇକି ଯୁଆଡ଼େ ଯିବି ଆଉ କ'ଣ କରିବି। ଗୋଟେ ଦାୟିତ୍ୱ ଏତେ ବଡ଼ ଦାୟିତ୍ୱ ଦେଇଛନ୍ତି ମଠ କଥା ଗୋଟେ ଖରାପ ହବ। ଚାଇନ ହେଇବା କଥା କ'ଣ ଜାଣିଲୁ? କହୁନା। ଆଜି ଗାଧୁଆ ବେଳେ ଯାଇଥିଲି ମଠ ଆଡ଼କୁ। ହଁ ଗାଈ ଆଣିକି ଯାଇଥିଲି ଦେଖିଲି ମଠରେ ପିଜୁଳି ଫିଜୁଳି ଆମର ଏଇ ଯେଉଁ ଏଡ଼େ ଏଡ଼େ ଯେଉଁ ଇଏ ନୁହଁ କ'ଣ ତାକୁ କୁହନ୍ତି ବେଲ ବୋଝେଇ ହେଇଛି। ମୁଁ ତାକୁ ଦେଖିଥିଲି। ମୁଁ ତାକୁ ଜଗି ରଖି ଅନେଇଛି ତାକୁ ତୋଳିଆ ଆଜି ଜାଣିଲୁ କେହି ଜାଣିବେନି ତୋଳିଆ। ଆଜି ବେଳ ପୁଣି ଏମିତି ଆଇଲା ବେଳୁ ବାବା ନାହାନ୍ତି ଯାଇଛନ୍ତି ଆମ ଦହି ମାଛ ଗାଁକୁ ଜାଣିଲୁ। ସେ ପୁରା ଗୋରା ଟକାଟା କାହାକୁ ଜକେଇ ଦେଇ ଯାଇଛି। ସେ ମଟକା ପାଲଟି ବଇଛି ସେ ଜାଣିନି ବୁଝିପାରୁଛୁ। ତାଟୁ ଫାଟୁ କ'ଣ କରି ତାର ବଇଛି ବଇଥାଉ କେହି ଦେଖିବେନି। ବାବା ନାହାନ୍ତି ତୋର ମୋର ଯିବା। ତୁ ଗଛ ଚଢି ପାରିବୁ? ବାବା ଆଇଲେ ପାଟି ଉଠା କରିବ କାମ। ତୁ କାଇଁ ସେ କଥା ବୁଝୁ ମୁଁ ବୁଝିବିନି। ମତେ ଆସିନି ସେ ଗଛ ତୁ ଆସୁନୁ ତୁ ଆ ତୁ ଠିଆ ମୁଁ ଦେଖୁ ତୁ ଦେଖ ମୁଁ କ'ଣ କରୁଛି ଦେଖେ। ବାବାଟା ଏତେ ସମୟ ହେଲା କୁଆଡ଼େ ଗଲେ ଆଇଲେନି। ମୋତେ ଘରେ କେତେ କାମ ଅଛି କ'ଣ କରିବ ମଣିଷ। ପରିସ୍ରା କରିଦେଇ ଆସିବା। ଇରେ ହେଇ ଏଠି ତ କେହି ନାହାନ୍ତି। ଚପଲ ଦିହଳ ଏଠୁ କୋଉଠୁ ଆଇଲା? ଇରେ ହେଇ ଇଏ କା ଚପଲ? ଏ ଶଳା ବାରି ଘର କିଏ ପଇଛି କିରେ? ଶଳା ବାବା ନ ଜାଣି ମୋତେ ସେଇଥିପାଇଁ ଜଗିକି ଯାଇଛନ୍ତି ଆଉ। ଏ ମଠରେ କେତେ ହେଇଛି ବେଲ ପିଜୁଳି ଲେମ୍ବୁ ଆମ୍ବ ସିଜିନ୍ ତ ଗଲାଇଁ। ଚୋର ଶଳା ନ ଜାଣି ପଉଛନ୍ତି ବୋଲି ବାବା ମୋତେ ଜଗିକି ଯାଇଛନ୍ତି ଆଉ। ଇରେ ହେଇ ଇଆଡ଼େ ଇଆଡ଼େ ରବେ ହାତ ପାଉନି ହାତ ପାଉନି ହାତ ପାଉନି ଜାଣିଲୁ। ଇରେ ହେଇ ସେ ଗଛ ମୂଳ ଗୁଡ଼ା କିଏ ଠିଆ ହେଇଛି ନା କ'ଣ? ହାତ ପାଉନି ବେ ଜାଣିଲୁ ହାତ ପାଉନି। ଡାଳ ଭାଙ୍ଗି ଦେବି ଡାଳ ଭାଙ୍ଗି ଦେଉଛି। ଇରେ ଶଳା ମାରିଦେଲା ପଟି ଆଉ ହେଇଯିବେ। ଶଳା ଗୋଟାଇ ଗଲା ସିନା ଆଉ ଗୋଟା କିଏ ଅଛି ଆ ଭିତରେ। ପଳେୟା। ଆରେ ହେଇରେ ଆରେ ହେଇରେ ଆରେ ବଡ଼ ଚୋର ଏଇଠି ଆଉ। ଭାଇ ଓ ସେଠି ବାମପଟରେ ବାମପଟରେ
ଏଇ ଯ ହଁ ହଁ ସେଇଠି ହାତ ସେଇଠି ପାଉନୁ ଜାଣିଲୁ ମଠରେ ଏଇ, ନା ଏଇ। ଟିକେ ଆସିବ ଅନେଇ ସବୁ ଜାଣିଲୁ ହେଇ ହେଇ ଏଇ ଝୁଲା ଏଇ ଝୁଲା ରବେ ଏ ବଡ଼ଟା ଜାଣିଲୁ ଭାଇ ଅନେଇ ତୁ ମା ଆରେ ବାପା ବାପା ଇଏ କୁଆଡେ ବାପା ଧରିଛି ଏ ଏ ଓଲା 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 ତଳକୁ ଓଲା 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 ଇରେ ହେଇ ଆରେ ବଡ ଚୋର ଏଇଠି ଆଉ ଓଲା 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 ଭାଇ ତମେ କୋଣ ତେମେ ସେଇଠି ଏଇଟା ବାବାଙ୍କୁ ଖୋଜିବାକୁ ଆଇଥିଲ କହିଲ ପୁଅ ଦେହ ଖରାପ ଝାଡ଼ିବାକୁ ଯିବ ମୁଁ କହିଲି ବାବା ଯାଇଛନ୍ତି ଗାଁ ଭିତରୁ କହିଲ ମୁଁ ଆଉ ଯାଉଛି କହି ମଠ ଭିତରେ ଆଉଛି ଚପଲ ପୁଲା ଚପଲ ଏଡେ ବଡ ଚୋର ସନ୍ଧ୍ୟା 7ଟା ବଡ ଚୋରି କଣ ଚୋରି କଲେ ନ ଜାଣି ବାବା ଏଠୁ ଦଣ୍ଡେ କାହାକୁ ନ ବସେଇକି ଏଠୁ ବାବା କୁଆଡେ ଏକୁଟିଆ ଯାଉନି ସେଟା ନ ଜାଣି ମୁଁ କହିଲି କାଇଁ ବାବା ଛାଡ଼ିଦିଅ ମୁଁ ଯାଉଛି ନା 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 ସେ କଥା ଏଠି ହେଇପାରିବନି ଇଏ ଭାଇ କଣ କହିବି ତମକୁ ମଠରେ ବାବା ବଇଥିଲେ ମୁଁ ଟିକେ ଆଡୁ ବୁଲିବାକୁ ଆଇଥିଲି ବାବା ମତେ କହିଲେ ଟିକେ ବଇଥା ମୁଁ ଆଉଛି ଗାଁ ଭିତରୁ ଆଉଛି ଗୋଟେ ପିଲାଟା କାହା ଦେହ ଖରାପ ମୁଁ ଟିକେ ଝାଡ଼ି ଦେଇ ତାକୁ ଆଉଛି ବଇଥା ମୁଁ ଆଉ ସାଙ୍ଗେ ସାଙ୍ଗେ ଆଉଛି ମୁଁ ବସିଥିଲି ଇଏ ଭାଇ ଜଣକ ଆଇଲେ ଆସି ପଚାରିଲେ କହିଲେ ବାବା ନାହାନ୍ତି ମଠରେ ମୁଁ କହିଲି ନାଇଁ ବାବା ଏଇ ଗାଁ ଭିତରେ କାହାକୁ ଗୋଟେ ଛୋଟ ପିଲାର ଦେହ ଖରାପ ହେଇଛି ଝାଡ଼ିବାକୁ ଯାଇଛନ୍ତି ମତେ ପଚରା ପଚରି କରି ଗଲା ମୁଁ ମୋର ଏଠି ବଇଛି ଗେଟ୍ ଧର ଆଉଛି ଦେଇ ପଳେଇଲା ହବ କଣ ମଠରୁ ଚୋରି କରିସାରିଲାଣି ଝାଡ଼ିଲା ତଳେ ବସିବୁ ତଳେ ବସା ବସିନି ଏଠି ଆଣ୍ଠା ତଳେ ବସିବୁ ବାବା ଆଇଲେ ଯାଇକି ଝାଡୁ ନା ଟିକେ ବସିବୁ ନା ନା ଧର ଚୋରି କରିକି ପୁଣି ସୀମା ଚୋରି ଏଡେ ଅଭଦ୍ର ଲୋକ ମୋର ଟିକେ ଲାଜ ସରବ ନାହିଁ ଝାଡୁ ଥାଇ ତଳେ ବସିବି ଚୋରି କରିକି କହୁଛି ଝାଡ଼ ବସିବା ଏ ଲୋକଙ୍କୁ କଣ କହିବ କହିଲ ନା ନା ଭାଇ ଶୁଣ ତମେ ଗୋଟେ କଥା କୁହ ବାବାଙ୍କୁ ଖୋଜିଲ ବାବା ନାହାନ୍ତି ମୁଁ କହିଲି ସେ ଛୋଟ ପିଲାର ଦେହ ଖରାପ ବାବା ଯାଇଛନ୍ତି ଝାଡ଼ିବା ପାଇଁ ତମେ ତମର ପଳେଇଲ ବାବା ମତେ ଦାୟିତ୍ୱ ଦେଇ ଯାଇଛନ୍ତି ଆଜି ଗୋଟେ ଭଲ ମନ୍ଦ କିଛି ହବ ବାବା କାହାକୁ ପଚାରିବେ ମତେ ପଚାରିବେ ନା ନାଇଁ ମୁଁ ଏଠି ବଇଛି ମୁଁ କଣ ଦେଖିଥାନ୍ତି ଭାଇ ମତେ ଟିକେ ପରିସ୍ରା ଲାଗିଲା ମୁଁ ସିଆଡୁ ଗଲା ଦିଟା ଚପଲ ଥୁଆଇଛି ମୁଁ କହିଲି ଏଠି ତ ମଠରେ ତ କେହି ନାହାନ୍ତି ବାବା ତ ମତେ ଜଗେଇକି ଗଲେ ଗାଁ ଭିତରକୁ ମୁଁ ତ ଏକୁଟିଆ ଭିତରେ ବଇଛି ଗ୍ରିଲ୍ ବି ଆଉଜେଇ ଦେଇଥିଲି ଇଏ ଦେଖିଲା ଚପଲ ଦିଟା କୋଉଠୁ ହେଲା ମୁଁ ଜାଣିଛି ସେ ବାରି ଭିତରେ ହେଇଛି ବେଲ ହେଇଛି ଲେମ୍ବୁ ହେଇଛି ଆମ୍ବ ହେଇଛି ପିଜୁଳି ହେଇଛି ମଠ ବାଡି କଥା ଠାକୁର ନା ନା ଦିନେ କୋଉ ଦିନ ଗଛ ଲଗେଇଛୁ ଏ ମଠ ବାଡିରେ କଣ ହେଇଛି କଣ ନା ନା ସେ କାହିଁ ଏକ୍ସରସାଇଜ କରୁଛନ୍ତି କହିଲ ଗଛ ଛଡିକି ପରିଶ୍ରମ ହେଇଛି ଗଛ ଅଗରରେ ବଇଥିଲା ନା କାଳେ ଗୋଟେ ଟଙ୍କା ଦିଆ ମାରି ସାଙ୍ଗିନା ପଳେଇଲା କାଳେ ଇଏ ଡିଆ ମାରି ପଳେଇ ବୋଲି ମୁଁ ଯାଇ ଧୀରେ ଧୀରେ ଯାଇ ତା ଗୋଡ ସାର୍ ଆଉ ଜଣ ଅଛି ସେ ବାବା ଆଇଲେ କହିବ ସେ ମତେ ଶୁଣ ଏ ଲୋକ ଏ ଯୋଉ କହୁଛି ମତେ ଛାଡି ଦିଅ ମତେ ଏ ଲୋକ ଯୋଉ ଧରା ପଇଲା ଏ ଲୋକ ସାଙ୍ଗରେ ସେ ପିଲା ବି ଦରକାର କାହିଁକି ନା ମଠ ବାଡି ଖାଲି ହେଇଗଲାଣି ଆମେ କଣ ସବୁଦିନ ଆଉଛୁ ନା କଣ କାହିଁ ତମେ ଆଜି ଆଇଛ ସବୁଦିନ କାହିଁ ନ ଆଉଥିବ ବାବା ଏଇଟା କଥା କହିବି ପିଜୁଳି କାହିଁ ଗୋଟାଏ ଦଉଛି ବାବା ପିଜୁଳି ଗୋଟାଏ ପିଜୁଳି ଦଉଛି କିଏ ଦେଲା ଗୋଟେ ବାବା ତାଙ୍କ ପାଖରେ ଯେତିକି ଥିଲା ସେ ଦବ ନା ଆଉ ତମକୁ କଣ କେଜିଏ ଖଣ୍ଡେ ଦେଇଥାନ୍ତା ତମେ ଗୋଟାଏ ଖାଇବ 50 ଲୋକ ଆଇଛନ୍ତି 50 ଜଣ ପାଇବେ ନା ତୁ ଏକୁଟିଆ 50ଟା ନେଇଗଲା ଆଉ 50 ଜଣ 49 ଜଣ ସେମିତି ଯିବେନି ନା ବା ମୁଁ ତ ଥୋଇଥିଲି ଘରକୁ ନା ପାଇଁ ମୁଁ କଣ କୋଉଠି ତାପରେ ଆଉ ଗୋଟେ କଥା ଦେଖିଦବ ଆଙ୍କର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି ସେ ଚ୍ୟାନେଲରେ ଆଙ୍କ ଭିଡିଓ ବହୁତ ଅଛି ସେ ଆଗରେ ଗୋଟେ ଛକରେ ଗୋଟେ ଦୋକାନ ଅଛି ଜିତୁ ବୋଲି ପିଲାଟା ତା ଦୋକାନ ସେ କେମିତି ବସେଇ ଯାଇଥିଲା ତା ଦୋକାନ ଖାଲି କରିଦେଲା 2 ମାସ ହେଲା ଏବେ ନୁହଁ ଭାଇ କଣ କହିବି କେତେ ନମ୍ବର ଡକାୟତ ଦେଖ ନା ଡକାୟତ ସେ କଣ ହେଲା ଜାଣିଛ ଭାଇ ଏଇଟା ଗୋଟେ ଚେୟାର ଫେୟାର ଦଉନା ଚିଆର ମାରିବି ଗୋଟା କଟପଟିଆ ଲାଜ ସରମ ନା ଆମେ ତଳେ ବସିବୁ ଆଉ ଚୋରି କରି କଣ କରୁଛୁ ଚେୟାରରେ ବସିବୁ ତମ ପାଇଁ ଏସି ଫେସି ରୁମ ବ୍ୟବସ୍ଥା କରାଯିବ ଏବେ ସାଙ୍ଗରେ ସେ ଟୋକା ଯୋଉ ଆସା ଯୋଉ ଥିଲାନି ସେ ମାଲ ମେଟେରିଆଲ ଯାହା ସବୁ କଲେକ୍ସନ କରିଥିଲେ ସେ ଗଛରୁ ସେ ବୋଧେ ଧରିକି ନେଇ ପଳେଇଲା ସାଙ୍ଗେ ମୁଁ ଯାଉ ସେ ଟୋକା ପଳେଇଲା ମୁଁ ପଡି 12ଟା ଖଣ୍ଡେ ବେଲ ପିଜୁଳି 12ଟା ବେଲ ପିଜୁଳି 12ଟା 18ଟା ପିଜୁଳି ସେ ନେଇ ପଳେଇଲା ପଥର ପଠେଇଲି ମୁଁ ଘରେ ଦେଇଦେବୁ ସେ ମୁଁ ଘର ନବ ପଛରେ ଯିବି ଆଉ ପୁଣି ଦେଖୁଛ ଚୋରି କରିକି ତା ମୁହଁ କେତେ ଟାଣ ଦେଖୁଛ କେମିତି କଥାଟା କରୁଛି 12ଟା ବେଲ ତମେ ନେଇଯାଇଛ ହଁ ବଡ ଏଇଠି କେଠି ବା କଣ ବଡ ବଡ ବାବା ସେ ଏଇ ଯୋଉ ମଠରେ କୋଉଦିନ ଦିନେ ଗୋଟେ ଗଛ ଲଗେଇଛ ଆଉ ନବା ପାଇଁ ଭାଇ ହାଁ ହାଁ ହଉଛ ଓ କିଏ ଇଏ ପୁରା ଓଡିଆ ଅଛି ହଁ ଆମେ ଓଡିଆ ଅଛି କି ହେଲା ଓଡିଆ ଅଛି ଏବେ ତ କଥା ପାଠରୁ ଭାରି ଜୋରେ ବାହାରୁଛି ଆଉ ଏଇ ଯୋଉ କହିଲୁ ଏଡିକି ବେଲ ଏଡିକି ଏଡେ ଅଭଦ୍ର ଲୋକ ତମେ ଆମେ କଣ ଠିଆ ହଉଛୁ ନା ଯୋଉ କହିଲ ଯୋଉ ବେଲ ଏଡିକି ବେଲ ତମକୁ ମାନେ ଛୋଟ ହେଇଗଲା ତମକୁ ଶୁଣ ଯୋଉ 18ଟା ପିଜୁଳି ଆଉ ଯୋଉ 12ଟା ବେଲ ନେଇଛ ଟିକେ ପୂର୍ବରୁ ଯୋଉ କହିଲ ଶୁଣ ବାବା ଆସିନାହାନ୍ତି ବାବା ଆସିବା ପୂର୍ବରୁ ହ୍ୟାଣ୍ଡ ଓଭର ଦେଇଦିଅ ସିଏ ଅଧେ ନେଲା କଣ ମୁଁ ଅଧେ ନେଲା ଦେଖିଲ ପାଟିରୁ ଯା ନା ବାହାରିଲା ଚାଇନ ଭାଇ
तेमे पूरा पूरा जो कहलन ओडिया अछ तमे ओडिया नाही अछ बाबा आ की अछि दूसरा कुछ अछ आमी दूसरा कुछ अछि से तुम सारे किए थला जो बे कहलो चाइ नबा तार एथरे बेलो आ पिजुली पटो हां 12टा बेल तुमको तू 4टा लऊ हम गचड़ देली बाबा दिवाली पक्का हां दिवाली पक्का से मानियो न एई तू कान कान ए कान आटा दे भूल हेज गइली भूल भूल ना सुनु कोन कर कान कर टोटल बाबा से मानिबनी बाड़ी उठा आड़े सुनु पक्का तत्ते आउ ए मठ बाड़ी दिने केबे देखियो पाइबिनी सब दिन पे आज सबुदिन ପାଇଁ ଆଜି ନ ସବୁଦିନ ପାଇଁ କାନ ଧରି ଉଠ ବସ ହବୁ ଆଉ ମଠ ଯୋଉଦିନ ଦେଖିଥିବି ତତେ ସେଇଦିନ ତୋ ସାଙ୍ଗେ ମୋର କଥାବାର୍ତ୍ତା ନା କଣ ଭାଇ କହୁଛ ଏଟା ମଠ ବାଡ଼ି ଲୋକ ଶୁଣ ହେ ଚୋରି ଚାରି କରୁଛ କେତେ ଲୋକ ଯିବା ଆସିବା ହଉଛନ୍ତି ଠାକୁର ମାନେ କଣ ଏତେ ଲୋକ ଯୋଉ କାନ ଯୋଉ ଯାଉଛନ୍ତି ଯୋଉ ଯିବା ଆସିବା ବାଟରେ କରୁଛନ୍ତି କେତେ ଠାକୁର ଅଛନ୍ତି ମୁଣ୍ଡିଆ ମାରୁଛନ୍ତି ଗୋଟେ ମନ୍ଦିର ଜାଗାଟା ଗଛ ଫଛ ଲାଗିଛି କେତେ ସୁନ୍ଦର ଲାଗୁଛି ତ ଚୋରି କରୁଛ ଦିନେ ଗୋଟେ ଗଛ ଲଗେଇଲେ ନା ଆଉ ଦିନେ ସେ ଭୁଲ ଯେମିତି ନ ହୁଏ बाबा आसिया पूर्व कान धरिक उठ बस दस्तर हम कह ठाकुर माने कौन कर सियाड़ मंदिर आड़ को हाथ जोड़िक क्षमा मांग आउ दिने जमी भूल न हुए उठा हाथ के थर 10 थर कान धरी उठ बस हबू दिथर होबनी ना 10 थर हबू कान धरी उठ बस कान चलू कहीं तुम गाँव रे किए आम गाँ पिला कहीं आम गाँ नहीं देश मैंने आंख बड़े अभद्र चारि कौन बसु बसु चारि है तोर पाठ जोर पड़ी चार हिला बा एक मत गणी माने एते अभद्र लोक माने आम गाँ रे माने एमती माने अभद्र माने खराब लोक आम गाँ ना एते अभद्र लोक मठ बाटी चोरी चारी करछ 10 हिला कोन ए मठर पसी माने केही नाहांती बाबा जाइछन से गाँ भीतर मठ भीतर पसी चोरी करछ एते भलो गुण अछि से जने भाई ना जने साडू आसिले डायरेक्ट को चोर चारी के आसी अरे पिलाटर भाई भाई बा 10 हिला जाउजी कोन जाउछ माने कोन 10 हेई गला तब धरि गयो घास बास रंचौ ना गाछ घास चोची हां घास बास मजूरी मजूरी बांध नले बांध दब तम गामुछा रहिला चोरी करछ बोली भूल जा मठर गामुछा रहिला बाबा को मु कहि देबी चोरी करन बोली बाबा कहि से भाई जण के थले गामुछा छाडी जाइछन्ती